ପୁଣି ବଙ୍ଗ ସରକାରଙ୍କ ଦବଙ୍ଗଗିରି। ଦିନ ଦ୍ୱିପହରରେ ଓଡ଼ିଶା ସୀମା ଭିତରକୁ ଧସେଇ ପଶି ବେଆଇନ ଭାବେ ନିର୍ମାଣ କରୁଛନ୍ତି ରାସ୍ତା। ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ। ଓଡ଼ିଶା ପଶ୍ଚିମବଙ୍ଗ ସୀମା ଶାହାବାଜିପୁର ନିକଟରେ ଉତ୍ତେଜନା। ସେପଟେ ପଶ୍ଚିମବଙ୍ଗକୁ ଯାଉଥିବା ବେଆଇନ ବାଲିଗାଡ଼ିକୁ ଅଟକାଇଲେ ସ୍ଥାନୀୟ ଲୋକେ। ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଜଳେଶ୍ୱର ଚନ୍ଦ୍ରେଶ୍ୱର 57 ନମ୍ବର ରାଜ୍ୟ ରାଜପଥ ଶାହାବାଜିପୁର ନିକଟରେ ପଡ଼ୋଶୀ ପଶ୍ଚିମବଙ୍ଗ ଓଡ଼ିଶା ରାସ୍ତାକୁ ଭାଙ୍ଗି ପଶୁଥିବା ବେଳେ ସ୍ଥାନୀୟ ଲୋକଙ୍କ ବିରୋଧ ପରେ କାର୍ଯ୍ୟ ଅଟକିଛି। ଭୋଗରାଇ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ରୁଲର ମେସିନକୁ ଜବତ କରିବା ସହ ବେଆଇନ ବାଲିଗାଡ଼ି ଜବତ କରି ତାଳସାରୀ ସାମୁଦ୍ରିକ ଥାନାରେ ଅଟକ ରଖିଛନ୍ତି। ତେବେ ବ୍ଲକ ଓ ଜିଲ୍ଲା ପ୍ରଶାସନର ଅବହେଳା ଯୋଗୁଁ ଓଡ଼ିଶା ସମ୍ପତ୍ତି ଉପରେ ପଡ଼ୋଶୀ ପଶ୍ଚିମବଙ୍ଗର ନଜର ପଡ଼ିଛି। ଦିନ ରାତି ଶହ ଶହ ବାଲି ବୋଝେଇ ହାୱା ଓଡ଼ିଶା ସୀମା ପାର ବେଙ୍ଗଲୁରୁ ଯାଉଥିବା ବେଳେ ସ୍ଥାନୀୟ ତାଳସାରୀ ପୋଲିସ ଓ ଖଣି ବିଭାଗ ଚୁପ୍ ବସିଛି। ତେବେ ଆଜି ଏକ ବାଲି ବୋଝେଇ ଗାଡ଼ି ଭଦ୍ରକରୁ ଉଦୟପୁର ପର୍ଯ୍ୟନ୍ତ ନକଲି କାଗଜପତ୍ର ନେଇ ସୀମା ପାରି ଯାଉଥିଲା ବେଳେ ସ୍ଥାନୀୟ ଲୋକେ ଅଟକାଇ ପୋଲିସ ଓ ଖଣି ବିଭାଗକୁ ଖବର ଦେଇଥିଲେ। କିନ୍ତୁ ଦୀର୍ଘ ଘଣ୍ଟା ପରେ ଖଣି ବିଭାଗ ଘଟଣାସ୍ଥଳରେ ନ ପହଞ୍ଚିବା ପରେ ପୋଲିସ ଗାଡ଼ିଟିକୁ ଥାନାରେ ଅଟକ ରଖିଛି।